नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पंगुं लंघयते गिरिं यत्कृपातमहं वन्दे परमानन्दमाधवं। यत्कृपातमहं वन्दे परमानन्दमाधवं। तन्नः प्रसीद वृजिनार्दन तेङ्घ्रिमूलं प्राप्ता विसृज्य वसति तथुपासनासा। त्वत्सुन्दर स्मित निरीक्षण तीव्र काम तपता त्वनां पुरुषभूषण देहि दास्यम्। विख्याळकावृतमुखं तव कुण्डलश्री गण्डस्थलाधर सुदं हसितावलोकम्। दत्ताभयं च भुजदण्डजुगं विलोक्य वक्षः श्रियैकरमणं च भवामदास्यम्। कास्त्र्यङ्गते कळपदायतमूर्च्छितेन सम्मोहितार्ज चरितान्न चलेत त्रैलोक्यं। त्रैलोक्य भोग त्रैलोक्य सौभगमिदं च निरीक्ष्य रूपं जद्गोद्विज द्रुम मृगापुलकान्यबिभ्रा। श्रील श्रीपाद सुखदेव गोस्वामी कहते महाराज परीक्षित श्रवण करंतु। भावमयी ब्रजांगनागण श्रीकृष्ण निकटरे निजर आकुल बाणी प्रेमाकुल बाणी उपस्थापन करुछन्ति। जो माने सब किछि परित्याग पूर्वक कौनसी वस्तु प्रति आशा न रखी केवल कृष्ण रूप गुण रे मुग्ध चित्त होई कृष्णानंद भोग करने निमंते लालसावती श्याम सुंदरंकर सुंदर मनोहर श्रीमुख दर्शन और नानाविध कौतुकपूर्ण आचरण यहाँ किंचित मात्रा से मैंने पाइचंत तो पूर्वरु तार स्वाद से मैंने जानी तेणु से भाव आसी जाइए कृष्ण प्रति जे से वस्तु टिके नहेले से जपरी आ बंची पारे नहीं बंचवा संभव हेनी। निरंतर श्रीकृष्ण मनोहर मधुर रूप दर्शन करुथिबे एवं ताहांकर मिठा मिठा बाणी श्रवण करुथिबे नानाविध कौतुकपूर्ण कार्यकलाप हास्यमय लास्यमय रसमय कार्यकलाप अनुभव करुथिबे सेइथरे ही सेमानंकर जीवन बीती जाऊ नुहे ता व्यतिरेक अन्य वस्तुरे सेमानंकर बंची रहिबा संभव होउनी। पूर्वरु गोटे श्लोक से माने एक कथा व्यक्त कर देइचंदी। श्याम सुंदर जो दिन ठारू तुम पाद तल संवाहन स्पर्श जनित सुख आमे भोग कर से पाद तल व्यतिरेक अन्यत्र स्थातु न शक्य से पाद तल छड़ा अन्य कौन स्थान रही पारु नाहु आम्भे पूर्वरु कहिछन्ति
ଯାହା ହଉ ଭଗବାନଙ୍କର ନାନାବିଧ ପ୍ରଶ୍ନର ଯଥାଯଥ ପ୍ରେମମୟ ଉତ୍ତର ପ୍ରଦାନ କରି ଆସୁଛନ୍ତି ବ୍ରଜାଙ୍ଗନାଗଣ। ଗୋଟିଏ ଗୋଟିଏ ପ୍ରଶ୍ନ କୃଷ୍ଣ ପଚାରୁଛନ୍ତି ଏବଂ ତା ଉପରେ ଏମାନଙ୍କର ଅନୁଭବ ଓ ଇଚ୍ଛା ଏମାନେ ବ୍ୟକ୍ତ କରି ଆସୁଛନ୍ତି। ଯେତେବେଳେ ବ୍ରଜାଙ୍ଗନା ମାନେ କହିଦେଲେ ତୁମେ ପର ସ୍ତ୍ରୀ ହାରକ ନାରାୟଣର ପତ୍ନୀଙ୍କୁ ବଳପୂର୍ବକ ଅପହରଣ କରି ଆଣି ନିଜ ବକ୍ଷରେ କ୍ରୀଡ଼ା କରଉଛ, କୃଷ୍ଣ ସେତେବେଳେ କହିଲେ ଏହା ଭୁଲ, ତୁମମାନଙ୍କର ଏହା ଅପକର୍ମ, ଏପରି ବାକ୍ୟ ପ୍ରୟୋଗ କରିବା ତୁମମାନଙ୍କ ପାଇଁ ଉଚିତ ନୁହେଁ। ଲକ୍ଷ୍ମୀ ବୈକୁଣ୍ଠେଶ୍ୱରୀ ଐଶ୍ୱର୍ଯ୍ୟମୟୀ, ସକଳ ଦେବତା ତାର ପଦରେଣୁ ପଦସେବା ଚାହାନ୍ତି। ସେ ନାରାୟଣର ଗୃହିଣୀ, ତାର ନାମରେ ଅପବାଦ କରିବା ଉଚିତ ନୁହେଁ। ଆମେ ଆଲୋଚନା କରିଛେ ବ୍ରଜାଙ୍ଗନା ମାନେ ଏହି ପ୍ରଶ୍ନର ଉତ୍ତର ଦେଇଥିଲେ, ଶ୍ୟାମ ସୁନ୍ଦର ଆମେ ଲକ୍ଷ୍ମୀର ଅପବାଦ କରୁନୁ, ବରଂ ସେ ସୌଭାଗ୍ୟମୟୀ ଏବଂ ଲୋକଲଜ୍ଜା ଦୃଷ୍ଟିରୁ ଆତ୍ମଗୋପନ କରି ରୂପ ପରିବର୍ତ୍ତନ କରି ଜୀବନ ଯାପନ କରୁଛି। ହଉ ସେ ଯାହା ହେଲେ ମଧ୍ୟ ଆପଣଙ୍କ ବକ୍ଷସ୍ଥଳରେ ନିରନ୍ତର କ୍ରୀଡ଼ାମୟୀ ରମଣଶୀଳା, ଏଇଟା ତା ପାଇଁ ବଡ଼ ସୌଭାଗ୍ୟର କଥା। ଏଇଥିପାଇଁ ତ ସେ ବହୁତ ଦିନ ତପସ୍ୟା କରିଥିଲା। କିନ୍ତୁ ଆପଣ ବଳପୂର୍ବକ ତାକୁ ଟାଣି ଆଣିଛନ୍ତି, ଅପହରଣ କରି ଆଣିଛନ୍ତି। କିପରି ନା ଆପଣଙ୍କର ବେଣୁନାଦର କଳମୂର୍ଚ୍ଛନା ଦ୍ୱାରା। ଶ୍ୟାମ ସୁନ୍ଦର ଏ ଚତୁର୍ଦ୍ଦଶ ଭୁବନରେ ପ୍ରାକୃତ ଅପ୍ରାକୃତ ଉଭୟ ଜଗତରେ, ପ୍ରାକୃତ ଜଗତ ତ୍ରିଗୁଣାତ୍ମିକା ମାୟା ରଚିତ ବ୍ରହ୍ମଲୋକ ପର୍ଯ୍ୟନ୍ତ, ତଦୁପରି ଗୁଣରହିତ ମାୟା ରହିତ ସଚ୍ଚିଦାନନ୍ଦମୟ ଚିନ୍ମୟ ଜଗତ, ଯେଉଁଠି ପାପ ତାପ ଦୁଃଖ କ୍ଲେଶ ଇତ୍ୟାଦି ପ୍ରବେଶ କରିପାରେ ନା, କେବଳ ଆନନ୍ଦ 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 ହିଁ ଯେଉଁ ସ୍ଥାନର ସାରଭୂତ ଅନୁଭବ, ଆଉ କିଛି ଅନୁଭବ ହୁଏ ନା, ଏକ ଆନନ୍ଦ କେବଳ ଅନୁଭବ ହୁଏ। କାରଣ ସେ ଆନନ୍ଦ ଅଖଣ୍ଡାନନ୍ଦ, ତାହା ଖଣ୍ଡିତ ହୁଏ ନା। ଖଣ୍ଡିତ ହେଲେ ତ ଦୁଃଖ ପ୍ରବେଶ କରନ୍ତା। ଆନନ୍ଦଟା ଖଣ୍ଡିତ ହେଲେ ତ ଦୁଃଖ ପ୍ରବେଶ କରିବ, ସେଠି ତ ଦୁଃଖ ନାହିଁ, ଦୁଃଖ ପ୍ରବେଶର ଅବକାଶ ନାହିଁ। ଆନନ୍ଦଟା କାହିଁ ଖଣ୍ଡିତ ହବ? ନିତ୍ୟ ନିରନ୍ତର ଆନନ୍ଦ ଲାଗି ରହିଛି ଏବଂ ସମସ୍ତ କିଛି ଚିନ୍ମୟ ପଦାର୍ଥ ଓ ଚିନ୍ମୟ ବସ୍ତୁ, ପବିତ୍ର ବସ୍ତୁ, ସୁଖ ଆନନ୍ଦ ତୃପ୍ତି ସନ୍ତୋଷ ଏଇଥିରେ ଭରପୁର ଯେଉଁ ଲୋକ, ଅପ୍ରାକୃତ ଲୋକ, ତ୍ରିଗୁଣାତୀତ, ସେଇ ଲୋକରେ ମଧ୍ୟ ଯେଉଁ ରମଣୀମାନେ ଅଛନ୍ତି, ମାୟା ରଚିତ ଜଗତ, ଜଗତରୁ ଅତିରିକ୍ତ ଚିନ୍ମୟ ଲୋକ, ଅପ୍ରାକୃତ ଲୋକ, ଏ ଉଭୟ ସ୍ଥାନରେ ଶେଷ ସୀମା ପର୍ଯ୍ୟନ୍ତ ଯେତେ ରମଣୀ ଅଛନ୍ତି, କାହା ସ୍ତ୍ରୀ ନିଜକୁ ଉଦ୍ଧାର କରିପାରିବ ତୁମ କବଳରୁ? ତୁମ କବଳରୁ ଶ୍ୟାମ ସୁନ୍ଦର ଶ୍ରୀକୃଷ୍ଣ କିଏ ନିଜକୁ ଉଦ୍ଧାର କରିପାରିବ ଯେ ଆମେ ଲକ୍ଷ୍ମୀକି ଦୋଷ ଦେବା? ତୁ କାହିଁ ଟାଣି ହେଇ ଆସିଲୁ ଉଠିକି? ତତେ ଲଜ୍ଜା ନାହିଁ କିଲୋ ଲକ୍ଷ୍ମୀ? ତୁ ବଡ଼ ଲୋକର କନ୍ୟା, ବଡ଼ ଲୋକର ବଧୂ, ବଡ଼ ସ୍ଥାନରେ ଅଧିଷ୍ଠିତା ଥିଲୁ, ତୁ କାହିଁ ଆସିଲୁ? ତୋର ଲୋକଲଜ୍ଜା ନାହିଁ? ଏକଥା ତାକୁ କହିବା ଉଚିତ ନାହିଁ। କାହିଁକି ନା ତା ଆୟତ୍ତରେ ସେ ନଥିଲା।
ଯେପରି ବଳପୂର୍ବକ ଜାନକୀଙ୍କୁ ରାବଣ ଅପହରଣ କରିଥିଲା। ଜାନକୀଙ୍କୁ ଦୋଷ ଦେଇ ହେଉନି, ସେ ନିଜ ଖୁସିରେ ବହୁତ ସମ୍ପଦ ଭୋଗ କରିବେ ବୋଲି ଲଙ୍କା ଆସିନାହାନ୍ତି, ସ୍ୱ ଇଚ୍ଛା ବିରୁଦ୍ଧରେ ଟାଣି ହେଇ ଆସିଛନ୍ତି। ବଳପୂର୍ବକ ଠିକ ତଦ୍ରୂପ ତୁମ ଦ୍ୱାରା ବଳପୂର୍ବକ ଲକ୍ଷ୍ମୀ ଟାଣି ହେଇ ଆସିଛନ୍ତି ବୈକୁଣ୍ଠରୁ, ତୁମ ହୃଦୟରେ ବିହାର କରୁଛି। କିପରି? କାସ୍ତ୍ରିୟଙ୍ଗତେ କଳପଦାୟତ ମୂର୍ଚ୍ଛିତେନ ସମ୍ମୋହିତାର୍ଯ୍ୟ ଚରିତାନ୍ନ ଚଳେତ ତ୍ରୈଲୋକ୍ୟାଂ ତ୍ରୈଲୋକ୍ୟ ସୌଭଗମିଦଞ୍ଚ ନିରୀକ୍ଷ ରୂପଂ ଯଦ୍ଗୋଦ୍ୱିଜ ଦ୍ରୁମ ମୃଗା ପୁଲକାନ୍ୟ ବିଭ୍ରାନ। ଶ୍ୟାମ ସୁନ୍ଦର, ତୁମର ଯେ ବେଣୁନାଦ, ତାର ଯେ ମୂର୍ଚ୍ଛନା, ସେଇ ମୂର୍ଚ୍ଛନା ଯେତେବେଳେ ମହାକାଶରେ ଅନନ୍ତ ଆକାଶରେ ଖେଳିଯାଏ, କଳପଦାୟତ ନାନାବିଧ ରାଗରେ ନାନାବିଧ ମୂର୍ଚ୍ଛନା ଝଙ୍କୃତ ହେଇ ଉଠେ ମହାକାଶରେ ଏବଂ ବିସ୍ତାରିତ ହୋଇଯାଏ ଦିଗ୍ବଳୟ ପର୍ଯ୍ୟନ୍ତ, ଅନନ୍ତ ଆକାଶରେ ଖେଳି ଉଠେ। ତାର ଯୋଉ ମଧୁରତା, ଯାହାର କାନରେ ସେ ଧ୍ୱନି ପଡ଼ିଛି, ଯାହାର କାନରେ ସେ ଧ୍ୱନି ପଡ଼ିଯାଇଛି, ସେ ବେଣୁନାଦର ଧ୍ୱନି, ସିଏ କି ଆଉ ସ୍ଥିର ହୋଇ ନିଜ ଆୟତ୍ତରେ ରହିପାରିବ? ଶ୍ୟାମ ସୁନ୍ଦର, କେତେ ବଳ ତାର! ଆପଣଙ୍କର ବେଣୁନାଦର ଯୋଉ ମୁଗ୍ଧତା, ତା ଆଗରେ ଗୋଟିଏ ସାଧାରଣ ରମଣୀର କି ସାମାନ୍ୟ ଶକ୍ତି ଯେ ସେ ନିଜର ନୈତିକ ପଥ, ଆର୍ଯ୍ୟ ପଥ, ନୈତିକ ପଥ, ସଭ୍ୟ ପଥ, ଭଦ୍ର ପଥ ସୁରକ୍ଷା କରି ନିଜକୁ ସଂଯତ କରି ରହିପାରିବ, ଏହାର ସମ୍ଭାବନା ତ ନାହିଁ, ଏହାର ସମ୍ଭାବନା ନାହିଁ। କାସ୍ତ୍ରିୟଙ୍ଗତେ କଳପଦାୟତ ମୂର୍ଚ୍ଛିତେନ ସମ୍ମୋହିତା, କିଏ ମୋହିତ ନ ହବ? ଅବଶ୍ୟ ଏଠି ଆଉ ଗୋଟିଏ କଥା ଅଛି। ତ ଭଗବାନ ଶ୍ରୀକୃଷ୍ଣଙ୍କର ବେଣୁନାଦ ଧ୍ୱନି ସମସ୍ତଙ୍କ କର୍ଣ୍ଣକୁହରରେ ପ୍ରବେଶ କରେ ନା, ସମସ୍ତଙ୍କ କର୍ଣ୍ଣକୁହରରେ ପ୍ରବେଶ କରେ ନା। ଆମର ଏ କର୍ଣ୍ଣ ଭିତରେ ଗୋଟିଏ ସୂକ୍ଷ୍ମ କର୍ଣ୍ଣ ରହିଛି, ସେ ସୂକ୍ଷ୍ମ କର୍ଣ୍ଣ ଭିତରେ ଗୋଟିଏ ଭାବମୟ କର୍ଣ୍ଣ ରହିଛି। ଆମେ ତ ସୂକ୍ଷ୍ମ କର୍ଣ୍ଣ ସମ୍ବନ୍ଧରେ ଜାଣିଛୁ। ସ୍ଥୂଳ କର୍ଣ୍ଣ ହେଲା ବାହାରକୁ ଦେଖାଯାଉଥିବା ଅସ୍ଥି, ଚର୍ମ, ଶିରା, ପ୍ରଶିରା, ରକ୍ତ, ମାଂସରେ ନିର୍ମିତ କାନଟି। ସୂକ୍ଷ୍ମ କର୍ଣ୍ଣ ହେଲା ତା ଦେହରେ ଶ୍ରବଣ ଇନ୍ଦ୍ରିୟ, 10ଟା ଇନ୍ଦ୍ରିୟ ଆମର ନାହିଁ କି? ଶ୍ରବଣ ଇନ୍ଦ୍ରିୟ। ସ୍ଥୂଳ କର୍ଣ୍ଣଟି ହେଲା ଉପକରଣ। ଯେପରି ଗୋଟିଏ ଟ୍ରାଞ୍ଜିଷ୍ଟର ଅଛି କି ଗୋଟିଏ ଇଲେକ୍ଟ୍ରୋନିକ ମେସିନ୍ ଅଛି, ତାର ଗୋଟିଏ ଯାନ୍ତ୍ରିକ ସ୍ୱରୂପ ରହିଛି, କିନ୍ତୁ ତା ଭିତରକୁ ପାର୍ଟିକୁଲାର ଭୋଲ୍ଟେଜର ପରିମାଣର ବିଦ୍ୟୁତ ଶକ୍ତି ପ୍ରବେଶ ନ କଲେ ସେ କାମ କରୁନି। ସେମିତି ଶ୍ରବଣେନ୍ଦ୍ରିୟଟା ଏ ଉପକରଣ ଭିତରେ ଯଦି ପ୍ରବେଶ ନ କରିବ, ଏଟା କାମ କରିବନି। ଏଟାକୁ ସୂକ୍ଷ୍ମ ଇନ୍ଦ୍ରିୟ କୁହାଯାଏ। 10ଟା ଆଗ ଇନ୍ଦ୍ରିୟର ସୂକ୍ଷ୍ମ ଇନ୍ଦ୍ରିୟ ଅଛି। କର୍ଣ୍ଣ ଇନ୍ଦ୍ରିୟ ନାମକ ଇନ୍ଦ୍ରିୟଟି ମୃତ୍ୟୁ ବେଳେ ତ ଏଠି ରହିଯିବ, ଆଉ ଯାଇପାରିବନି, ସେଇଟା ଯିବା ଜିନିଷ ନୁହେଁ, ସେ ଚିତାଭସ୍ମରେ ଦଗ୍ଧ ହେଇଯିବ। କିନ୍ତୁ ତାର ବହୁ ପୂର୍ବରୁ ଆତ୍ମା ସହ ସୂକ୍ଷ୍ମ ଇନ୍ଦ୍ରିୟଟି ପଳେଇ ଯାଇଥିବ। ବହୁ ପୂର୍ବରୁ ସୂକ୍ଷ୍ମ ଇନ୍ଦ୍ରିୟଟି ପଳେଇ ଯାଇଥିବ। ସୂକ୍ଷ୍ମ ଶରୀରଟି ଯେତେବେଳେ ଶରୀର ଭିତରୁ ଚାଲିଯିବ, ଦେହ ତ୍ୟାଗ ବେଳେ
आम देहरु कौन जाए आत्मा जाए किंतु आत्मा ये तो सब बहुत दिन तलर पाठ बहुत घांचकट हो बेस ज्ञानर प्रारंभिक स्तर सुख शरीर जाए आत्मा जाए आत्माटा सुख सुख शरीर भितर सारी दिए पंजुरी भितर आबद्ध होता भाया आबद्ध हो सुख शरीर भितर रही नहीं कि यहाँ हूँ निर्णय सनातन धर्मर सुख शरीर कौन अच्छी ना 18टा तत्व रही 18टा जिनिष कौन से 18टा जिनिष ना पंच कर्मेन्द्रिय पंच ज्ञानेन्द्रिय पंच प्राण 15 प्राण समान अपान व्यान उदान पंच प्राण 15 मन बुद्धि अहंकार 18 ये 18टी जिनिष तैयारी सुख शरीर गोटे जंता ता भितर आत्मा थाए आत्मा ता भितर बंधा आबद्ध मुक्त हो पारुनी यही सुख शरीर भितर बांधी जाइथिबा आत्मा को सुख शरीर पिंजुरी भितर बलपूर्वक पिंजुरी को भांगी ज्ञान बल आत्मा को मुक्त करदेवा को मोक्ष कहा जाए यहीटा नहला पर्यंत से अष्टादश सूक्ष्म तत्व निर्मित पंजुरी भितर आबद्ध सुख पक्षी जेते काल पर्यंत पंजुरी की भांगिकी निर्गत ही न पड़े महाकाश को वनकाश को सेते काल पर्यंत से सुख शरीरटी पंजुरी तुल्य भितर सुख को धरी आत्मा को धरी ये माँ पेटरे पोस्तुव से माँ पेटरे पोस्तुव से माँ पेटरे पोस्तुव से माँ पेटरे पोस्तुव एटी जो स्थूल शरीर को छाड़ देकर पलैला रक्त मांसमय अस्थि चर्ममय शरीरटा को छाड़ दे चलीगला सेटा माँ पेट को गला परे धीरे धीरे से सुख शरीर उपर पानी टिके बोली है से सुख शरीर तो जीवंत चेतन तत्व आत्माटा ता भितर अच्छी मंजीटा जमी जीवंत ता देहरे पानी टिके पड़े अंकुरित होउची मंजीटा को जदि आम भाजी दबा कि पोड़ी दबा सी मृत हो आते पानी देले कौन गजा बाहर कि काकुड़ी मंजीटे कि कखारू मंजीटे आम जी भाजी दबा कड़े मृत होगला सी आउ कौन ता देह बाहर कि गजा किंतु जीवंत थिबा पर्यंत सी पानी टिके पाइला क्षणी गजाटे बाहर कहीं से जीवंत सेमती जीवंत पदार्थ सब किए से ना आत्मा आत्मा रूपक जीवंत पदार्थ थिबारु तार प्रभाव में स्वयं सुख शरीरटी मध्य जीवंत ही रही मातृगर्भरे भगवान सृष्टि कौशल अनुसार ता उपरे कि जातीय पानी टिके जो बोली है आर्द्र है शिउली पड़ा भाया पानी से सुख शरीर उपर मोटा लाल टिके आवरण हो उठला से लाल टिकक धीरे 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 नरम कौल लहुणी भाया मांस परिणत है से मांस धीरे धीरे टाण हो पेशी है से पेशी भितर अस्थि तैयारी है से पेशीर बाहर पटे चर्म तैयारी है ता उपरे लोम तैयारी जीवंतटा तो अच्छी ना भितर जीवन थी जो गोटे गोटे नुआ नुआ फुलटे पत्रटे कढ़ीटे जमी गचर बाहर से संपूर्ण हो सुख शरीर जहा जहा आवश्यक कंप्लीट होगला सबुतक तेज जा से मातृगर्भ निर्गत हो पूर्णांग है ये हूँ विधि या कहा जाए पुनर्जन्म चक्र घूरी बुलू थी अवश्य कर्मानुसार केतबले मानव केतबले पशु केतबले पक्षी केतबले सरीसृप केतबले कीट केतबले पतंग बुलुछ आत्मा सुख शरीर भितर बांधी रही जो स्थूल शरीर माँ पेटे तैयारी है जे जोटी खंजी हवा कथा हेले जे जोटी खंजी हवा कथा हेले श्रवणेन्द्रिय पाखरे कर्ण रूपक जो अस्थि मांस चर्मर टिके तैयारी है मातृगर्भ से श्रवणेन्द्रिय खंजी है
ନାଇଁ କି ଜିଭ ଭଳିଆ ଗୋଟିଏ ତିଆରି ଜିଭଟିଏ ତିଆରି ହେଲା ତା ଭିତରେ ସ୍ୱାଦନେନ୍ଦ୍ରିୟ ଖଞ୍ଜି ହେଲା ଯିଏ ଖଞ୍ଜି ହେଲା ସେଟା ହେଲା ସୂକ୍ଷ୍ମ ଇନ୍ଦ୍ରିୟ ଏଇଟା ହେଲା ତାର ଉପକରଣ ସ୍ଥୂଳ ଇନ୍ଦ୍ରିୟ ସ୍ଥୂଳ ଇନ୍ଦ୍ରିୟଟାର କିଛି କାମ ନାହିଁ ସେଟା ଉପକରଣଟା ଖାଲି ଯାନ୍ତ୍ରିକ ବ୍ୟବସ୍ଥା ତା ଭିତରେ ଯଦି ସୂକ୍ଷ୍ମ ଇନ୍ଦ୍ରିୟଟା ନ ପଶିବ ସେ ଶୁଣିପାରିବନି ଇଏ ହେଲା ଆମର ବ୍ୟବସ୍ଥା ଏ ସୂକ୍ଷ୍ମ ଇନ୍ଦ୍ରିୟ ଓ ସ୍ଥୂଳ ଇନ୍ଦ୍ରିୟ ସାହାଯ୍ୟରେ ଆମେ କଣ ଶୁଣିପାରିବା ନା କେବଳ ସ୍ଥୂଳ ଧ୍ୱନି ହିଁ ଶୁଣିପାରିବା ସ୍ଥୂଳ ଧ୍ୱନି କହିଲେ କଣ ନା ସ୍ଥୂଳ ପଞ୍ଚଭୌତିକ ଗୋଟିଏ ପଦାର୍ଥ ସହିତ ଆଉ ଗୋଟିଏ ପଦାର୍ଥର ଆଘାତରେ ଯେଉଁ ଧ୍ୱନି ଉତ୍ପନ୍ନ ହୁଏ ଘଣ୍ଟାଟାକୁ ହାତୁଡ଼ିରେ ବାଡ଼େଇଲେ ଢାଙ୍ଗିରି ଶବ୍ଦ ହେଲା ସେଇଟା ଶୁଣିବ ଏ କାନ ପ୍ରାକୃତ ସ୍ୱର ଯନ୍ତ୍ର କଣ୍ଠରେ ଅଛି ସିଏ କ ମ ଚ ଯାହା ଉଚ୍ଚାରଣ କଲା ଅକ୍ଷର ସେଟାକୁ ଶୁଣିବ ଏ କାନ ଗଛରୁ କଖାରୁଟେ ଖସି ପଡ଼ିଲା ଚାଳରୁ ତଳେ ପଡ଼ିଲା ଭୂମିରେ କଖାରୁର ଆଘାତ ସହ ଯେଉଁ ଶବ୍ଦ ସେଟାକୁ କାନ ଶୁଣିବ ଗୋଟା ସ୍ଥୂଳ ଧ୍ୱନି ଗୁଡାକ ସ୍ଥୂଳ ଧ୍ୱନି ଶୁଣିବା ପାଇଁ କି କାନଟିରେ ତିଆରି ହେଇଛି ଇଏ ସୂକ୍ଷ୍ମ ଧ୍ୱନି ଶୁଣିପାରିବନି କିନ୍ତୁ ସୂକ୍ଷ୍ମ ଇନ୍ଦ୍ରିୟ ତ ତା ଭିତରେ ଅଛି ନା ସୂକ୍ଷ୍ମ ଇନ୍ଦ୍ରିୟ ତା ଭିତରେ ଅଛି ବର୍ତ୍ତମାନ ଗୋଟିଏ ପ୍ରେତାତ୍ମା ସେ ଯଦି ଆସିକିରି ଏଠି ଠିଆ ହେଇକିରି କହିବ ମୋ ତଣ୍ଟି ଶୁଖି ଯାଉଛି ମୋତେ ପାଣି ଟିକେ ଦିଅ ଏ ପୁଅ ମୋତେ ଏ ବର୍ଷ ଶ୍ରାଦ୍ଧ ଦେଲୁନି କିରେ ପିଣ୍ଡ ପକେଇଲୁନି ମୁଁ ଭୋକରେ କଲବଲ ହଉଛି ଆମକୁ ଶୁଭିବ କି ଆମକୁ ଶୁଭିବନି କାହିଁକିନା ସେ ସୂକ୍ଷ୍ମ ଶରୀରରେ ଅଛି ଆମର ଏ କାନ ସୂକ୍ଷ୍ମ ଶରୀରର କଥା ବୁଝିପାରିବ ନାହିଁ ଶୁଣିପାରିବ ନାହିଁ ତାର ସେ ସାମର୍ଥ୍ୟ ନାହିଁ ପ୍ରେତାତ୍ମାର ଯଦି ଗୋଟେ ସ୍ଥୂଳ କଣ୍ଠ ଥାନ୍ତା ବୋଲେ ଶୁଭନ୍ତା ଯୋଗୀମାନେ କେବଳ ଯୋଉମାନେ ଯୋଗାଭ୍ୟାସ କରନ୍ତି ଅଷ୍ଟାଙ୍ଗ ଯୋଗ ସେମାନେ ଏ ଦେହରୁ ବାହାରିକିରି ସୂକ୍ଷ୍ମ ଶରୀରଟାକୁ କାଢି ଦିଅନ୍ତି ପଦାକୁ ଗୁଡ଼ା ଆପଣମାନେ କଳ୍ପନା କରିପାରିବେନି କାହାଣୀ ଭଳିଆ ଲାଗିବ ଇଏ କି କଥା ବୋଲି ହଁ ସୂକ୍ଷ୍ମ ଶରୀରଟାକୁ ସ୍ଥୂଳ ଶରୀର ଭିତରୁ ବାହାରକୁ ବାହାର କରିଦେବେ ପୁଣି ଆଉ ଥରେ ପ୍ରବେଶ କରାଇଦେବେ ସେଟ୍ ହେଇଯିବ ଆ ଦେହରେ ତାର ସାଧନା ସେମାନେ କରିଛନ୍ତି ଶଙ୍କରାଚାର୍ଯ୍ୟ ଦେହଟାକୁ ତୈଳକୁଣ୍ଡ ଭିତରେ ବୁଣେଇ ଦେଇ 6 ମାସ କାଳ ଯାଇକରି ରହିଲେଟି ସୂକ୍ଷ୍ମ ଶରୀରଟା ସବୁ ଆତ୍ମା ବାହାରିକିରି ପଳେଇଲା ମୃତ ରାଜାର ସ୍ଥୂଳ ଶରୀର ଭିତରେ ପଶିଗଲା ଯିଏ ଯଦି ସେଟ୍ ହେବା କଥା ଇନ୍ଦ୍ରିୟ ମାନେ ସେଟ୍ ହେଇଗଲେ ରାଜା ବଞ୍ଚି ଉଠିଲେ ନାଇଁ କି ମହାଯୋଗୀ ଥିଲେ ଶଙ୍କରାଚାର୍ଯ୍ୟ ତାଙ୍କର ଗୁରୁଦେବ ହେଉଛନ୍ତି ଗୋବିନ୍ଦାଚାର୍ଯ୍ୟ ଗୌଡ଼ପାଦ ପରମଗୁରୁ ଗୋବିନ୍ଦ ପାଦ ଗୋବିନ୍ଦ ପାଦଙ୍କ ଶିଷ୍ୟ ଗୌଡ଼ପାଦ ଗୌଡ଼ପାଦଙ୍କ ଯୋଗ ସମ୍ବନ୍ଧୀୟ ଯୋଗ ଶିକ୍ଷା କରିଥିଲେ ଶଙ୍କରାଚାର୍ଯ୍ୟ ଗୌଡ଼ପାଦଙ୍କର ଶିଷ୍ୟ ଶଙ୍କରାଚାର୍ଯ୍ୟ ଏଡ଼େ ବଡ଼ ଟାଣୁଆ ଗୁରୁ ତାଙ୍କର ଅଛି ସବୁ ସାଧନ କରିଛନ୍ତି ଏଟାକୁ ପରକାୟ ପ୍ରବେଶ କୁହାଯାଏ ଏଟା ଛୋଟିଆ ସିଦ୍ଧି ନାମ ସେ ତ ବଡ଼ ସିଦ୍ଧି ନାହିଁ ଏ ଭିତରୁ ସୂକ୍ଷ୍ମ ଶରୀର ତ ବାହାରି ଗୋଟେ ମୃତ ଶରୀର ଭିତରେ ପଶିଲେ ସେଇଟା ଯେ ଉଠିବ ଗୋଟେ ଜୀବନ୍ତ ଶରୀର ଭିତରେ ମଧ୍ୟ ପଶି ହବ ଗୋଟେ ଜୀବନ୍ତ ଶରୀର ଭିତରେ ମଧ୍ୟ ପଶି ହବ କିନ୍ତୁ ତା ଦେହରେ ତ ଗୋଟେ ସୂକ୍ଷ୍ମ ଶରୀର ଅଛି ଇଏ ଆଉ କୋଉଠି ପଶିବ ସେ ଦିଟା ଭିତରେ ଲଢେଇ ଚାଲିବ ଆଜ୍ଞା ଦିଟା ସୂକ୍ଷ୍ମ ଶରୀର ଗୋଟେ ସ୍ଥୂଳ ଶରୀର ଭିତରେ ଠେଲା ପେଲା ହୁଅନ୍ତି ଗୋଟେ ଦବିଯାଏ ଯେ ପରାସ୍ତ ହେଲା କମଜୋର ହେଲା ସେ ଦବିଯାଏ ଚୁପ୍ ହେଇକିରି ପଡି ରହେ ତା ଉପରେ ସବାର ହେଇ ଯେ ଶକ୍ତିଶାଳୀ ସୂକ୍ଷ୍ମ ଶରୀର ସେ ଦେହଟାକୁ ୱାର୍କଆଉଟ କରି ଚାଲେ ବଡ ବିଚିତ୍ର କଥା ସବୁ ରହିଛି ଯାହା ହଉ ଏଭଳିଆ ସ୍ଥୂଳ ଶରୀର ସୂକ୍ଷ୍ମ ଶରୀରରେ ସ୍ଥୂଳ କର୍ଣ୍ଣରେ ସ୍ଥୂଳ ଶବ୍ଦ ଶୁଭାଯିବ କିନ୍ତୁ ସୂକ୍ଷ୍ମ ଇନ୍ଦ୍ରିୟ ଦ୍ୱାରା ଯିଏ ଅଭ୍ୟାସ କରିଥିବେ ସୂକ୍ଷ୍ମ ଶବ୍ଦ ଶୁଣାଯିବ ଗଲା ଏଇ ଯୋଡ଼ିକ ପର୍ଯ୍ୟନ୍ତ ଆମର ଜ୍ଞାନ ଆଉ ଆମେ ଉପରକୁ ଉଠି ପାରୁନୁ ଏଠି ଗୋଟିଏ କଥା ମନେ ରଖନ୍ତୁ ଯେ ତ ଯୋଗୀମାନେ ସୂକ୍ଷ୍ମ ପର୍ଯ୍ୟନ୍ତ ଗତି କରନ୍ତି ସେ ସ୍ଥୂଳ କର୍ଣ୍ଣ ଭିତରେ ଯେମିତି ସୂକ୍ଷ୍ମ କର୍ଣ୍ଣ ଇନ୍ଦ୍ରିୟ ରହିଛି ସେ ସୂକ୍ଷ୍ମ କର୍ଣ୍ଣ ଭିତରେ ଆଉ ଗୋଟିଏ ତାଠୁ ଆହୁରି ସୂକ୍ଷ୍ମ ଇନ୍ଦ୍ରିୟଟେ ରହିଛି ତାର ସନ୍ଧାନ ବହୁତ କମ ଲୋକ ପାଆନ୍ତି ଏ ସ୍ଥୂଳ ଶରୀର ଭିତରେ ଯେମିତି ସୂକ୍ଷ୍ମ ଶରୀର ରହିଛି ସୂକ୍ଷ୍ମ ଶରୀର ଭିତରେ କାରଣ ଶରୀର ରହିଛି ମୁଁ ସେଟାକୁ ଛାଡ଼ି ଦେଇ ପଳଉଛି ଲମ୍ବିଯିବ କଥା ବୋଲି କାରଣ ଶରୀର ଭିତରେ କାରଣ ଶରୀରରେ ଅପ୍ରାକୃତ ରାଜ୍ୟର ଖବର ଧରି ହବ ସୂକ୍ଷ୍ମ ଶରୀରରେ ଅପ୍ରାକୃତ ରାଜ୍ୟର ଖବର ଧରି ହବନି
କାରବାର କରିହେବନି। କାହିଁକିନା ସୂକ୍ଷ୍ମ ଶରୀରଟା ପ୍ରକୃତି ନିର୍ମିତ, ମାୟା ନିର୍ମିତ। ମାୟା ଜଗତ ଭିତରେ ହିଁ ସେଟା ଫଙ୍କସନ କରିବ। ଅପ୍ରାକୃତ ଜଗତର କୌଣସି ଶବ୍ଦ କି ଧ୍ୱନି କି ସ୍ୱାଦ କି ସ୍ପର୍ଶ କିଛି ସେ ଅନୁଭବ କରିପାରିବନି। କିନ୍ତୁ କାରଣ ଶରୀର ଅପ୍ରାକୃତ ଜଗତର କୌଣସି ବସ୍ତୁକୁ ସ୍ପର୍ଶ କରିବ, ଆନନ୍ଦକୁ। କାହିଁକିନା କାରଣ ତତ୍ତ୍ୱଟା, କାରଣ ସାଗରଟା ଅପ୍ରାକୃତ ଜଗତରେ। ଏ କାରଣ ଅଙ୍ଗ ପ୍ରତ୍ୟଙ୍ଗ ଭିତରେ, ଶରୀର ଭିତରେ ଆଉ ଗୋଟିଏ ଶରୀର ଅଛି, ତା ନାଁ ହେଉଛି ଭାବ ଶରୀର। ତା ନାଁ ହେଉଛି ଭାବ ଶରୀର। ଏ ସ୍ଥୂଳ ଶରୀର ଭିତରେ ସୂକ୍ଷ୍ମ ଶରୀର, ସୂକ୍ଷ୍ମ ଶରୀର ଭିତରେ କାରଣ ଶରୀର, କାରଣ ଶରୀରର ଅଭ୍ୟନ୍ତରରେ ଆଉ ଗୋଟେ ଭାବ ଶରୀର ଅଛି। ଗୋଟେ ତନ୍ତ୍ରରେ ଏ ବାକ୍ୟଟି ଅଛି, ବର୍ଣ୍ଣନା ତ ହେଇଛି। ଯଥା ସ୍ଥୂଳ ସୂକ୍ଷ୍ମ କାରଣ ଶରୀର ତଥା ଭାବ ଶରୀର ବୋଲିକି ଗୋଟେ କୁହନ୍ତି। ମୋର ଶ୍ଲୋକଟା ଘୋଷା ନାହିଁ, କିନ୍ତୁ ଅଛି ମୋ ପାଖରେ, ଟିପା ଅଛି, ଲେଖା ଅଛି ଗୋଟି ପ୍ରମାଣ ବାକ୍ୟ। ଏଟା କୋଉ ଗୋଟେ ତନ୍ତ୍ରର, ମହାନିର୍ବାଣ ତନ୍ତ୍ର କି ଜ୍ଞାନ ସଂକଳିନୀ ତନ୍ତ୍ର, ଏଟା ତନ୍ତ୍ର ବାକ୍ୟଟା ରହିଛି। ସେ ଭାବ ଶରୀରଟା ଆମର ଭାବ ଶରୀର ସମ୍ବନ୍ଧରେ ଭାଗବତରେ ଟିକେ ନାକୁ ଆଲୋଚନା ହେଇଛି, ଗୋଟେ ଜାଗାରେ ଆସିଥିଲା। ଆପଣମାନେ ମନେ ପକାଉନାହାନ୍ତି? ମନେ ପକେଇଲେ ଯେଉଁମାନେ ପୁରୁଣା ଲୋକ ଅଛନ୍ତି ଶୁଣିଛନ୍ତି ମନେ ପଡ଼ିଯିବ। ଚିନ୍ତା କରନ୍ତୁ, ଯେତେବେଳେ ଆମର ଧ୍ରୁବ ଯାଇଥିଲା ଅରଣ୍ୟ ଭିତରକୁ ତପସ୍ୟା କରିବାକୁ, ତପସ୍ୟାରେ ବସିଛି 6 ମାସ କାଳ ତ କଠିନ ତପସ୍ୟା କଲା। ଭଗବାନ ଆସିଲେ, ଭଗବାନ ଆସିକରି ଛିଡ଼ା ହେଲେ, ନାଇଁ କି? ଭଗବାନ ଆସିକରି ସାମ୍ନାରେ ଛିଡ଼ା ହେଲେ। ଧ୍ରୁବ ଚିହ୍ନି ପାରିଲେ ଯେ ପ୍ରଭୁ ଆସିଗଲେ, ଆସି ମୋ ସାମ୍ନାରେ ଛିଡ଼ା ହେଇଛନ୍ତି। ଭଗବାନ ଗରୁଡ଼ ପୃଷ୍ଠରେ ଆସିଥିଲେ, ଗରୁଡ଼ ତଳେ ଓହ୍ଲେଇକିରି ଠିଆ ହେଇଛି। ଗରୁଡ଼ ପୃଷ୍ଠକୁ ଆଉଜିକିରି ଭଗବାନ ଛିଡ଼ା ହେଇଛନ୍ତି। ଭଗବାନ ସେଠି ଚତୁର୍ଭୁଜ, ଭଗବାନ କେମିତି ଛିଡ଼ା ହେଇଛନ୍ତି? ସେ ଗୋଟେ ତ୍ରିଭଙ୍ଗ ଠାଣିରେ ଛିଡ଼ା ହେଇଛନ୍ତି, ଗୋଡ଼କୁ ଗୋଡ଼ ଛନ୍ଦିଛନ୍ତି। ଆମେ ଗୋଟା ସବୁ ଆଲୋଚନା କରିଛେ ଯେ, ମନେ ପକାନ୍ତୁ। ଗୋଡ଼କୁ ଗୋଡ଼ ଛନ୍ଦିଛନ୍ତି, ଗୋଟିଏ ଗୋଡ଼ ସିଧା ଅଛି, ଆଉ ଗୋଟେ ଛୋଟ ଗୋଡ଼ ତା ଉପରେ କିନ୍ତୁ ଛନ୍ଦା ଅବସ୍ଥାରେ ଅଛି। ଅଣ୍ଟାଠୁ ଏମିତି ଟିକେ ନଇଁ ଯାଇଛି ଗରୁଡ଼ ଆଡ଼କୁ, ଗରୁଡ଼ ବିଚରା ଠିଆ ହେଇଛି। ତାର ସ୍କନ୍ଧ ଦେଶରେ ଭଗବାନଙ୍କର ଏ ବାହୁଟା ରହିଛି। ଏମିତି ମୁଣ୍ଡକୁ ହାତ ଦେଇକି ଗରୁଡ଼ ଉପରେ ଅଛନ୍ତି। ପାଦ ଛନ୍ଦି, ପାଦରେ ପାଦ ଛନ୍ଦି ହେଇଛି, ଅଣ୍ଟାଠୁ ବକ୍ର ହୋଇଛି ଓ ବାହୁ କାର ସ୍କନ୍ଧରେ ଅଛି? ଗରୁଡ଼ର ସ୍କନ୍ଧ ଉପରେ ଅଛି। ଏମିତି ଗାଲରେ ହାତ ଦେଇକିରି ଭଗବାନ ଛିଡ଼ା ହେଇଛନ୍ତି। ଭଗବାନ ଛିଡ଼ା ହେଇଛନ୍ତି। ଏ 4ଟା ହାତ ତ, ଗୋଟେ ହାତ ଏମିତି ବାଁ ପଟର ଟେକି ହେଇକି ରହିଛି ଉପରକୁ, ଆଉ ଗୋଟେ ହାତ ଅଣ୍ଟାରେ ଏମିତି ଦେଇଛନ୍ତି, ଏଇଭଳିଆ ନଇଁକିରି ଅଛନ୍ତି ତ, ଏପଟେ ଏମିତି ଦେଇଛନ୍ତି। ଏ ହାତରେ ତ ଗାଲରେ ଦେଇଛନ୍ତି, ଆଉ ଗୋଟେ ହାତ ତଳକୁ ଲମ୍ବିଛି। ଏପଟର ଉପର ହାତଟି ଦେଇଛନ୍ତି ମୁଣ୍ଡରେ, ତଳ ହାତଟି ତଳକୁ ଲମ୍ବିଛି। ବାଁ ପଟର ତଳ ହାତଟି ଅଣ୍ଟାରେ ଦିଆହେଇଛି, ଡାହାଣ ହାତଟା ଉପରକୁ ଅଛି। ଏଇଭଳିଆ ଠାଣିରେ ଆସି ଭଗବାନ ଧ୍ରୁବ ଆଗରେ ଠିଆ ହେଲେ। ତ ଶଙ୍ଖଚକ୍ର ଗଦା ପଦ୍ମ ଚତୁର୍ଭୁଜରେ ରହିଛି। ଯେମିତି ଦେଖିଦେଲେ ଧ୍ରୁବ, ଚିହ୍ନି ପକେଇଲେ, ଜାଣି ପକେଇଲେ। ଜପ କରି 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 ତପସ୍ୟା କରି କରି ଶୁଦ୍ଧଚିତ୍ତ ହେଇଯାଇଛନ୍ତି ତ, ଜାଣି ପକେଇଲେ ପ୍ରଭୁ ଆସିଗଲେ। ମନରେ ଆବେଗ ଆସିଗଲା, ଏତେ କଷ୍ଟ, ଏତେ ପରିଶ୍ରମ, ଏତେ ତପସ୍ୟାର ଫଳ ମୋର ସଫଳ ହେଲା। ଦୌଡ଼ିକିରି ପଳେଇବି, ପାଦ ଦିନକୁ ଜାକିକିରି ଧରି ପକେଇବି, ଗାଲୁକୁ ସେ ସୁନ୍ଦର ପାଦରେ ଘଷି ପକେଇବି, କେତେ ସ୍ତବ ସ୍ତୁତି କରି ପକେଇବି। ମନରେ ସିନା ବିଚାରୁଛନ୍ତି, ଦେହଟା ଉଠୁନି। ପିଲାଟେ ମ ଧ୍ରୁବଟା, ସେ ବସିଥିବା ଜାଗାରୁ ଉଠି ପାରୁନାହାନ୍ତି। ଆଗକୁ ପାଦେ ପାଦ ଯାଉନି, ଗୋଡ଼ ହାତ ହଲୁନି, କିଛି ହଉନି। ହଉ, ଦେହଟା ସିନା କିଛି ନହେଲା, ଖାଲି କଲବଲ 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 ଛଟପଟ ହଉଛନ୍ତି। ପ୍ରଭୁ ଆସିଲେଣି, କେତେବେଳୁ ଛିଡ଼ା ହେଲେଣି, ମୁଁ ପାଦ ପାଖକୁ ପଳେଇବି, ପ୍ରଣାମ କରି ପକେଇବି, ଗୋଡ଼କୁ ଜାକିକିରି ଧରିବି, କେତେ ସ୍ତୁତି ସ୍ତବ କରିଦେବି। ଦେହ ତ ଘୁଞ୍ଚୁନି, ପାଟିଟା ମଧ୍ୟ ଫିଟୁନି। କହିବି 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 କହିବି, ସ୍ତୁତି କରିବି, ସ୍ତବ କରିବି, ପ୍ରଭୁ ତୁମେ ଆସିଲ, ତୁମେ କେଡ଼େ ମହିମାମାନ, ପ୍ରଭୁ ତୁମେ କେଡ଼େ ଦୟାମୟ ବୋଲି କହି ପକେଇବି। ହାତରେ ପ୍ରଣାମ କରି ପକେଇବି ବୋଲିକି ଯେତେ ଚେଷ୍ଟା କରୁଛନ୍ତି, ନା ହାତ ଯୋଡ଼ି ହଉଛି, ହାତ ଗୋଡ଼େ ତ କାମ କରୁନି, ପାଟିଟା ମଧ୍ୟ ଫିଟୁନି, ପଦେ କଥା ବାହାରୁନି ପାଟିରୁ। ଧ୍ରୁବ, ତୁ ଜଡ଼ାକିରି
ନାଇଁ ତ ଆଜ୍ଞା ମୁଁ ପିଲାଦିନୁ କଥା କହୁଛି କୋଉ ଦିନ ହେଲେ ମୋ ପାଟି ଲାଗିନି ମଧ୍ୟ ଟିକେ ସ୍ପଷ୍ଟ ଉଚ୍ଚାରଣ ମୋର ଆଉ କଣ ଆଜି କଥା କହିପାରୁନୁ ନା କହି ତ ପାରୁନି ମୋ ପାଟିରୁ ତ କଥା ବାହାରୁନି ଆଉ ଏମିତି କଲବଲ ଛଟପଟ ତଳେ ଘଡି ହେଲା ଧ୍ରୁବ ପାଟିରୁ କଥା ବାହାରୁନି କି ଅଙ୍ଗ ପ୍ରତ୍ୟଙ୍ଗ ଚଳୁନି ଆପଣ ଭାଗବତ ଖୋଲିକରି ଦେଖିବେ ଏକଥା କୁହା ହଉଛି କି ନ କହୁଛି ସୁଖଦେବ ଗୋସ୍ୱାମୀ ମହାରାଜ ପରୀକ୍ଷିତ ଏଇଭଳିଆ ତଳେ ଛଟପଟ କଲବଲ ହେଉଛି ଘୁଞ୍ଚି ପାରୁନି କି ଯାଇପାରୁନି କି କଥା କହିପାରୁନି ଭଗବାନ ଟିକେ ହସିଥିଲେ କିଛି ସମୟ ପରେ ହସିକରି କଣ କଲେ ବାମ ପଟର ଯୋଉ ହାତଟା ଟେକିକିରି ରଖିନଥିଲେ ସେ ହାତରେ ଶଙ୍ଖଟା ଥିଲା ସେ ଶଙ୍ଖଟାକୁ ବଢେଇକିରି ଟିକେ ଛୁଆଇ ଦେଲେ କପାଳକୁ କାର ଧ୍ରୁବର ଯେମିତି କପାଳକୁ ଶଙ୍ଖଟା ଛୁଆଇ ଦେଲେ ବନ୍ଧ ଭାଙ୍ଗିଗଲେ ବନ୍ୟା ଯେମିତି ବହେ ଏଇ କଥା କୁହାଯାଇଛି ପାଣି ପ୍ୟାକ୍ ହେଇକରି ଯଦି ରହିଥିଲା 70 ଫୁଟ କି 80 ଫୁଟ ଉଚ୍ଚାରେ ବନ୍ଧ ଟଳମଳ ହଉଥିଲା ଭୁସ୍କିରି ବନ୍ଧଟା ଭାଙ୍ଗିଗଲେ ଯେମିତି ବନ୍ୟା ଜଳ ପ୍ରବାହିତ ହୁଏ ସେମିତି ତ ବାକ ବନ୍ୟା ପ୍ରବାହିତ ହେଲା ଆଉ ବାକ ବନ୍ୟା ଧ୍ରୁବର ମୁହଁରୁ ଧ୍ରୁବ ଯେତେବେଳେ ବାକ ବନ୍ୟା ଆରମ୍ଭ ହେଲା ପ୍ରଥମ ବାକ୍ୟଟା ଧ୍ରୁବର କଣ ବାହାରିଛି ଜନ୍ତ ପ୍ରବିଶ୍ୟ ମମ ବାଚ ଇମାଂ ପ୍ରସୁପ୍ତାଂ ସଞ୍ଜୀବୟତ୍ୟଖିଳ ଶକ୍ତି ଧର ସ୍ୱଧାମନା ଅନ୍ୟେ ଚ ହସ୍ତଚରଣ ଶ୍ରବଣ ତ୍ୱଗାଦୀନି ପ୍ରାଣାନ ନମୋ ଭଗବତେ ପୁରୁଷାୟ ତୁଭ୍ୟଂ ପ୍ରଥମ ଶ୍ଲୋକ ପ୍ରଭୁ ପ୍ରଭୁ ମୋର ଇନ୍ଦ୍ରିୟ ଗୁଡାକ ସବୁ ଶୋଇପଡ଼ିଥିଲେ ଏଇ ଭିତରେ କେହି ଉଠୁ ନଥିଲେ ଆପଣ ଶଙ୍ଖ ସ୍ପର୍ଶ ଛଳରେ ଭିତରେ ପଶିଗଲେ ମୋର ଶରୀର ଭିତରକୁ ପଶିଗଲେ ଯହ ଅନ୍ତ ପ୍ରବିଶ୍ୟ ପ୍ରଥମ କଣ କଲେ ନା ମମ ବାଚ ସୁପ୍ତା ମୋର ଯୋଉ ବାକ୍ ଶକ୍ତିଟା ଶୋଇକିରି ରହିଥିଲା ଜୋନ୍ତ ପ୍ରବିଶ୍ୟ ମମ ବାଚ ଇମାଙ୍ଗ ପ୍ରସୁପ୍ତାମ ସଞ୍ଜୀବୟ ତାକୁ ଆସିକି ବଞ୍ଚେଇ ଦେଲେ ଚେତନ କରିଦେଲେ ଜାଗ୍ରତ କରେଇଦେଲେ କେମିତିରେ ଧ୍ରୁବ ନା ଅଖିଳ ଶକ୍ତି ଧର ଅଖିଳ ଶକ୍ତି ଧର ଆରେ ଧ୍ରୁବ ତ ସାମନାରେ ପୁରା ଠିଆ ହେଇଛନ୍ତି ଖାଲି ଶଙ୍ଖର ଛୁଇଁଲେ ଆଉ ପଶିଲେ କେମିତି ସେ ଭିତରକୁ ନା ସେଠି ଠିଆ ହେଇକରି ମଧ୍ୟ ସେ ଭିତରେ ପଶିପାରିବେ ସମସ୍ତ କର୍ତ୍ତୁମ ସମର୍ଥ ମୁଁ ତ ଅନୁଭବ କରୁଛି ମୋ ଭିତରେ ସେ ପଶିଛନ୍ତି ଆଉ ମୋ ଭିତରେ ପ୍ରବେଶ କରି ମୋ ଭିତରେ ଯୋଉ ବାକ୍ ସୁପ୍ତ ଅବସ୍ଥାରେ ଥିଲା ତୋ ଭିତରେ କଣ ବାକ୍ ସୁପ୍ତ ଅବସ୍ଥାରେ ଥିଲା କି ତୁ ଆଜି ପର୍ଯ୍ୟନ୍ତ ବାପା ମାକୁ ସାଙ୍ଗସାଥି କି କାହାକୁ କିଛି କଥା କହିଲୁ ନା କହୁଥିଲି ଆଉ ସୁପ୍ତ ହେଇକରି ଥିଲା କଣ ଅନ୍ୟ ହସ୍ତ ଚରଣ ଶ୍ରବଣ ତୁଗାଦିନି ତୁ ଆଜି ପର୍ଯ୍ୟନ୍ତ କିଛି ଶୁଣି ନଥିଲୁ ତୋ କାନକୁ ଜାଗ୍ରତ କଲେ ନା ହଁ ଶୁଣୁଥିଲି ସବୁ ତୁ ହାତରେ ଆଦାନ ପ୍ରଦାନ କରୁନଥିଲୁ ପାଦରେ ଗମନାଗମନ କରୁନଥିଲୁ ନା ସବୁ କରୁଥିଲୁ ପିଲାଦିନଠୁ ସେ ହାତ ପାଦ ଆଖି ନାକ କାନ ଅଲଗା ଭଗବାନ ଅନ୍ତଃକରଣ ଭିତରେ ପ୍ରବେଶ କରି ବଞ୍ଚେଇ ଉଠେଇଲେ ମୋର ଯୋଉ ଇନ୍ଦ୍ରିୟ ଗୁଡାକୁ ସେ ଇନ୍ଦ୍ରିୟ ଗୁଡାକ ଅଲଗା ଧ୍ରୁବ କହୁଛି ତମେ ତ ତପସ୍ୟା କରିନ ମୋ ଭଳିଆ କଡା ତପସ୍ୟା କୋଉଠୁ ଜାଣିବ ଭଗବାନଙ୍କୁ ଦର୍ଶନ କରିବା ପାଇଁ ନା ସ୍ଥୂଳ ଚକ୍ଷୁ ନା ସୂକ୍ଷ୍ମ ଚକ୍ଷୁ ନା କାରଣ ଚକ୍ଷୁ ଏ ତିନିଟା ଆଗରେ କାମ କରିବ ନାହିଁ କୋଉ ଚକ୍ଷୁ କାମ କରିବ ଭାବ ଚକ୍ଷୁ ଅଛି ହଁ ଆମ ଭିତରେ ଅଛି କେବଳ ଜାଗ୍ରତ ହେଇନି ଯେମିତି ବିଲେଇ ପିଲାଟେ ଜନ୍ମ ହେଲା ବେଳକୁ ତାର ଆଖି ଅଛି ନା ହଁ ଅଛି ସେ ଭିତରେ ଅଛି ତାର ଡୋଳା ଫୋଳା ସବୁ ଅଛି କାହିଁ ଦେଖୁନି ଇଆଡେ ସିଆଡେ ବୁଲୁଛି ମିଆଉ ମିଆଉ ହେଇ ତା ଆଖି ଫିଟିନି ଉପରେ ପରଦା ପଡିଛି 8 ଦିନ କି 15 ଦିନ ପରେ ସେ ପରଦାଟା ଛିଡ଼ିଲେ ସବୁ ଦେଖିପାରିବ ସେମିତିକା ଆମ ଭିତରେ ଯୋଉ ଭାବ ଶରୀର ଅଛି ସେ ଭାବ ଶରୀରରେ ଭଗବାନଙ୍କ ସହିତ ସମ୍ବନ୍ଧ ସ୍ଥାପନ କରି ହୁଏ ସୁଖ ଶରୀରରେ ଦେବତା କିନ୍ନର ଯକ୍ଷ ରକ୍ଷ ପିଶାଚ ବେତାଳ ଭୂତ କୁଷ୍ମାଣ୍ଡ ଏମାନଙ୍କ ସହ ସମ୍ପର୍କ ରଖି ହବ
ସ୍ଥୂଳ ଶରୀରରେ ମଣିଷ, ଗାଈ, ଗୋରୁ, ହାତୀ, ଭାଲୁ, ବାଘ, ସାପ, ଖମ୍ବ, କାଠ, ହାଣ୍ଡି ୟାଙ୍କ ସାଥିରେ ସମସ୍ତେ ରଖି ହବ ସ୍ଥୂଳ ଶରୀରରେ। ସୂକ୍ଷ୍ମ ଶରୀରରେ ଦେବତା, ଯକ୍ଷ, ରକ୍ଷ, କିନ୍ନର ଇତ୍ୟାଦିଙ୍କ ସହିତ ରଖି ହବ। କାରଣ ଶରୀରରେ ମହାବିଷ୍ଣୁ, କ୍ଷୀରୋଦକ ସାଇ, ଗର୍ଭୋଦକ ସାଇ, କାରଣୋଦକ ସାଇ, ବୈକୁଣ୍ଠେଶ୍ୱର ଏମାନଙ୍କ ସହିତ ଦର୍ଶନାଦି ଆଳାପ ଆଲୋଚନା କଥାଭାଷା କରିହେବ। ସେଇ ବାକ୍ସ ସବୁ ଚାରିଟା ଆଉ କେବଳ ଭଗବାନ ପରମ ପୁରୁଷୋତ୍ତମ ରସମୟ ଭାବମୟ ପୁରୁଷଙ୍କୁ ଅନୁଭବ କରିବା ପାଇଁ ଭାବ ଶରୀରର ଆବଶ୍ୟକତା ଅଛି। ଏ ତିନିଟା ଶରୀରରେ ତାଙ୍କୁ ଧରି ହେବନି। ଏ ତିନିଟା ଶରୀରରେ ରସମୟ, ରସିକ ଶେଖର, ଭାବମୟ ଭଗବାନଙ୍କୁ ଦେଖି ହେବନି, କଥା କହି ହେବନି, ଛୁଇଁ ହେବନି, କିଛି କରି ହେବନି। ତ ଏକଥା ନିର୍ଣ୍ଣୟ ହୋଇଛନ୍ତି ଶ୍ରୀମଦ୍ ଭାଗବତରେ। ଅତଏବ ସନ୍ଥ ମଣ୍ଡଳୀ, ଭଗବାନଙ୍କର ମୁଖରୁ ବିଗଳିତ ହେଉଥିବା କାସ୍ତ୍ର୍ୟଙ୍ଗତେ କଳପଦାୟତ ମୂର୍ଚ୍ଛିତେନ, କଳପଦାୟତ ମୂର୍ଚ୍ଛନା, ବେଣୁ ମୂର୍ଚ୍ଛନା ଶୁଣିବେ ପାରିବ କିଏ? ସେ ସ୍ଥୂଳ କର୍ଣ୍ଣରେ ତ ଶୁଭିବନି, ସୂକ୍ଷ୍ମ କର୍ଣ୍ଣରେ ବି ସେଟା ଶୁଭିବନି, କାରଣ କର୍ଣ୍ଣରେ ମଧ୍ୟ ସେଟା ଶୁଭିବନି। ଭାବ କର୍ଣ୍ଣ ଯାହାର ଜାଗ୍ରତ ହେଇଛି ସେ କେବଳ ଶୁଣିପାରିବ। ଥରେ ଆମେ ଆଲୋଚନା କରୁଥିଲେ ଭଗବାନଙ୍କର ପଞ୍ଚବିଧ ମାଧୁରୀ, ନାମ ମାଧୁରୀ, ରୂପ ମାଧୁରୀ, ଗୁଣ ମାଧୁରୀ, ଆଉ ଗୋଟେ କଣ ଲୀଳା ମାଧୁରୀ। ଏଇ ଚାରିଟା ମାଧୁରୀର କିଛି କିଛି ଅଧିକାର ଆମମାନଙ୍କ ପାଖରେ ଅଛି। ବଂଶୀ ମାଧୁରୀର ମୋଟେ ଅଧିକାର ଆମ ପାଖରେ ନାହିଁ। କାହିଁକି ନା ଯୋଉମାନଙ୍କର ଭାବ ଶରୀର ଜାତ ହେଇନି, ଭାବ ଶରୀର ଉଜ୍ଜୀବିତ ହେଇନି, ସାଧନା ବଳରେ ଭାବ ଶରୀର ଯିଏ ଉଠିନି, ସେ ଭାବ ରାଜ୍ୟକୁ ଗତି ନ କଲେ ଭାବମୟ ଦେବତାଙ୍କୁ ପାଇବା ସହଜ ନୁହେଁ। ତେଣୁ ଏ ତ୍ରିଜଗତ ଭିତରେ ଯୋଉମାନଙ୍କର ଭାବ ଶରୀର ଅଛି, ସେ ବଂଶୀନାଦ ଯଦି କାନରେ ପଡ଼ିଗଲା ଓ ତାହାଙ୍କର ଭାବ କର୍ଣ୍ଣ ଜାଗ୍ରତ ହେଇଛି, ହୃଦୟ ଭିତରକୁ ସେ ଗଳି ଗଲା, ସେ ଆଉ କୋଉଠି ଜାଗାରେ ସ୍ଥିର ହୋଇ ରହିପାରିବ ନାହିଁ। କୋଉ ଜାଗାରେ ସ୍ଥିର ହୋଇକି ରହିପାରିବନି, କେହି ଆଉ ତାକୁ ଅଟକେଇ ପାରିବେନି। ସେ ପଳେଇଯିବ ସେ ଭାବ ପୁରୁଷଙ୍କ ନିକଟକୁ, ଭାବ ମୂର୍ତ୍ତିଙ୍କ ନିକଟକୁ। ଶ୍ୟାମ ସୁନ୍ଦର ଆପଣଙ୍କର ସେ କଳନାଦର ମୂର୍ଚ୍ଛନାରେ ଆକୃଷ୍ଟ ହେଇ ଲକ୍ଷ୍ମୀ କଣ ପ୍ରାକୃତ ଅପ୍ରାକୃତ ଜଗତର କୌଣସି ରମଣୀ ସ୍ଥିର ହୋଇ ରହିପାରିବନି। ଏଇଭଳିଆ ଗୁଣଟିଏ ଆପଣ ଧାରଣ କରିଛନ୍ତି। ସହସ୍ର କୁଳବଧୂଙ୍କୁ ସ୍ୱ ଆର୍ଯ୍ୟ ପଥରୁ ବିଚଳିତ କରି ଟାଣି ଆଣିବାର ଶକ୍ତି ଧରିକିରି ଆପଣ ବୁଲୁଛନ୍ତି। ଏ ଯୋଉ ଛୋଟ ବେଣୁ ଖଣ୍ଡିକ ହାତରେ ଧରିଛନ୍ତି, ଏ ଅସାମାନ୍ୟ ଶକ୍ତି। କେଡ଼େ କେଡ଼େ ପରିନିଷ୍ଠିତ ତପସ୍ୱୀ ମାନଙ୍କୁ, ଦୃଢ଼ ଚେତା ସାଧୁ ସନ୍ଥ ମାନଙ୍କୁ ଆପଣଙ୍କର ଧ୍ୱନି ଟାଣି ଧରି ପଡ଼ି ଆସୁଛି। ତାର ଇୟତା ଅଛି, ତାକୁ ସମ୍ପୂର୍ଣ୍ଣ ସହାୟତା କରୁଛି। ବେଣୁର ଏଇ କଳାମୂର୍ଚ୍ଛନାକୁ ସମ୍ପୂର୍ଣ୍ଣ ସହାୟତା କରୁଛି ଆପଣଙ୍କର ଅସମର୍ଦ୍ଧ ଲାବଣ୍ୟମୟ ମନୋହର ରୂପଟିଏ। କୋଉ ଦୈବ ଆପଣଙ୍କୁ ଏ ରୂପଟି ଦେଇଛି? ଏ ରୂପଟି ଆମ ସମସ୍ତଙ୍କର କାଳ ହେଇଛି। ଆପଣଙ୍କର ଆପାଦ ମସ୍ତକ ଯୋଉ ମନୋହର ମୂର୍ତ୍ତି, ଏଉଟି ଆମ ସମସ୍ତଙ୍କର କାଳ ହେଇଛି। ଶ୍ୟାମ ସୁନ୍ଦର କିରେ କଣ ହେଇଛି କାଳ? ତ୍ରୈଲୋକ୍ୟ ସୌଭାଗମିଦଞ୍ଚ ନିରୀକ୍ଷ ରୂପଂ ଯଦଗୋଦ୍ୱିଜ ଦ୍ରୁମ ମୃଗା ପୁଲକାନ୍ୟ ବିଭ୍ରାନ୍। ତ୍ରୈଲୋକ୍ୟ ସୌଭାଗମିଦମ୍, ଯଦି ରୂପଟାକୁ କିଏ ଦେଖିଦେଲା, ଯଦି ରୂପଟାକୁ କିଏ ତୁମର ଥରେ ଦେଖିଦେଲା, ସିଏ ଭାବିଦବ ଯେ ଏଇ ରୂପଟିକୁ ଚାହିଁବା, ଦେଖିବା, ଭୋଗ କରିବା, ସେବା କରିବା, ତ୍ରିଲୋକ ଭିତରେ ଏଇଟା ହିଁ ପରମ ସୌଭାଗ୍ୟ। ୟାଠୁ ବଡ଼ ସୌଭାଗ୍ୟ କିଛି ନାହିଁ।
याठो बड़ सौभाग्य किसी ना यही रूप सहित ओतप्रोत होकर जड़ीजा यही रूपर सेवा करवा यही रूप को भोग करवा यही रूप को आस्वादन करवा त्रिलोक जेते प्रकार सौभाग्य अच्छी सर्वश्रेष्ठ सौभाग्य त्रिलोक ऊर्ध्व मध्य अध तीन लोकर सर्वश्रेष्ठ सौभाग्य हला यही रूपर अर्चना उपासना सेवा और आस्वादन ये भलिया रूपटे तुमको दैव प्रदान करुछि त्रैलोक्य सौभगमिदंच निरीक्ष रूपम श्याम सुंदर जी चाहिदेला से तो गला तीन बांजी तार कौन मनुष्यत्व रही से गोटे किंभूत किमाकार पागल हो तो मैंने रूप को जे चाहिदेला से भाव चक्षुरे तार भाव चक्षु जागृत हो चक्षुरे चाहिदेला तुम रूप को ना तो से रूप सहजरे दुषिबनी भाव चक्षु बिना तो अन्य चक्षुरे देखा ही जीवनी ता भितर थिबा रसालता से रूप भितर थिबा मुग्धता से रूप भितर थिबा माधुर्य एटा भावनयन छड़ा तो देखा जीवनी जदि कहार भाव चक्षु उज्जीवित होइछि भजन साधन करी 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 से भाव राज्य को प्रवेश करिछि ता हृदय भावांकुर जात होइछि भावांकुर हेले हबनी भावांकुरटा आरंभ समयटा भाव पल्लव जात होइछि नहीं कि भावटा कि जिनिस भगवान गुरु जो लादनी शक्ति से लादनी शक्तिर सारटा तो भाव लादनी सार भाव तार सार प्रेम लादनी सार प्रेम प्रेमर सार भाव भावेर परमाकाष्ठा नाम महाभाव जहाँ से भाव जार हृदय जात होइछि भगवान प्रति भाव जमती प्रियतमर प्रियतमा प्रति भाव विदेश में रही कल्पना करुच्ची कवि माने कालिदास प्रभृति भट्टी प्रभृति बाणभट्ट प्रभृति नाना प्रकार वर्णना करछन्ति जेपरि विदेशगत सुकुमार पुत्रपति जननीर मनरे विविध भाव से भलिया ए भावना रे भावी हे भाव साधना करी करी जार भाव अंग प्रत्यंग गुड़िक उज्जीवित होइछि से जदि आपणकर रूप को थरे देखीदेला जमी षष्ठ अध्याय गीतारे कहला जोगी जोग साधन करू करू जेतेबेले तार मेधा तीक्षण मेधा ऊर्ध्व को उठी तीव्र प्राणायाम कुंभक बल स्थिर होकर ब्रह्म को छुई छुई दौचे ब्रह्म को छुई छुई दौचे ब्रह्म को छुई छुई दौचे सुखेन ब्रह्म संस्पर्शम अत्यंतम सुखम अश्नुते कि भलिया सुख ना जंगल बुद्धा चापरंग लाभंग मन्यते नाधिकम तत याठू बड़ लाभ ही जगत कि ना याठू बड़ सुख बड़ आनंद ना जोगी जीपरि भावे भावुक मध्य भावमय व्यक्ति भाव साधना करी करी तुमर ई रूप को थरे देखीदेले से भावे जे या ठारू आनंद या ठारू सौभाग्य या ठारू सुख जगत कि नाही ए मधुमय रूपर एपरी प्रभाव अच्छी जे जो मान हृदय टिके ना भाव अंकुर होइछि जात होइछि ए रूप को न देखिले मध्य शुणी नहीं घर बाहरी पड़ती देखा तो कथा दूरे था यथा देवी रुक्मिणी रुक्मिणी अंतःकरण भितर टिके नागु भाव जात होता कहीं ना शिशुपाल सहित जितेबले नाई प्रथमे भीष्म रुक्मिणीर पिता गत वर्ष गोटे प्रस्ताव आनी वसुदेव पाखक जे तुम कृष्ण सह आमर रुक्मिणी को विवाह करेवा कि तार पूर्व वर्ष रेवती कन्या को विवाह कर बलदेव जितेबले प्रस्तावटी वसुदेव पाखक आसला वसुदेव कहले उग्रसेन तुम तो राजा तुम विचार कर चिंता कर 5 जन बसिकी देख झील देखा जाओ भल मंद कूल वर्ण इत्यादि विचार कर रुक्मिणी जो संवाद पाइले क्या पचारे
कृष्ण किए लो से केमिति कौन कृष्णଙ୍କର କଥା ସେତିକି ବେଳେ ଅନେକ ଅନେକ କହିଛନ୍ତି କିଶୋରୀ କୁମାରୀ ଉଦ୍ଦୀପନାମୟୀ ଚେତନା ଆଉ ମନ ସେତିକି ବେଳେ ତ ଏଇଟା ପଶିଯିବା କିନ୍ତୁ ପ୍ରଚଣ୍ଡ ଭାବରେ ହୃଦୟ ଭିତରକୁ କାହିଁକିନା ସମୟଟା ସେୟା ବୟସନ୍ଧି କାଳ ଏଇଟାକୁ କୁହାଯାଏ ବୟସର ବୟସନ୍ଧି କାଳ ଏ ବୟସନ୍ଧି କାଳରେ ରସାଳ ବସ୍ତୁ ଯଦି କିଛି ପଡ଼ିଯାଏ କବିମାନେ ସବୁ ବର୍ଣ୍ଣନା କରିଛନ୍ତି ସୁନ୍ଦର ସୁନ୍ଦର ସୀତା ସୀତା ଧବ ମାଳତୀ ମାଧବ ଭୀମ ଜାତା ଧବ ଚରିତ ରତି ପଞ୍ଚ ବାଣ ବର୍ଣ୍ଣନା ପୁରାଣ ଶ୍ରବଣେ ବଳାଗନ୍ତି ଚିତ୍ତ ରସାଳ କବିମାନେ ରସର ଯୋଉ ପଥ ନିର୍ଣ୍ଣୟ କରିଛନ୍ତି ଆମର ସବୁ ସମ୍ପତ୍ତି ଅଛି ଆମେ ତ ଦେଖୁନେ ବୟସନ୍ଧି କାଳରେ କଣ ହୁଏ ନା ସୀତା ସୀତା ଧବ ରାମ ସୀତାଙ୍କର କାହାଣୀ ଶୁଣିବାକୁ ଭଲ ଲାଗେ ବିରହ ବିବାହ ଇତ୍ୟାଦି ଗୁଡ଼ିକ ସୀତା ସୀତା ଧବ ମାଳତୀ ମାଧବ କିଏ ଜାଣିଛନ୍ତି ମାଳତୀ ମାଧବ ନାଟକ ସଂସ୍କୃତ ନାଟକ ରାମାୟଣ ଯେମିତି ସଂସ୍କୃତ ନାଟକ ରସାଳ ସେମିତି ମାଳତୀ ମାଧବ ହେଉଛି ଚରଶାଳ ଭୀମଜା ତାଧବ ଚରିତ ନଳ ଦମୟନ୍ତୀ ଚରିତ ଦମୟନ୍ତୀଙ୍କ ପିତାଙ୍କ ନାଁ ହେଉଛି ନଳ ଭୀମ ଭୀମଜା ତାଧବ ନଳ ଚରିତ ରତି ପଞ୍ଚବାଣ ବର୍ଣ୍ଣିତ ପୁରାଣ ଶ୍ରବଣେ ବଳାୟନ୍ତି ଚିତ୍ତ ସେ ସମୟରେ ସେଗୁଡ଼ାକ ଭଲ ଲାଗେ ବୟସନ୍ଧି କାଳରେ ସେତିକି ବେଳେ ଯେତେବେଳେ କୃଷ୍ଣ ରୂପ ଗୁଣ ପଡ଼ିଗଲା ସଖୀମାନଙ୍କଠୁ କାନରେ ଚଟକିରି ହୃଦୟରେ ଭାବଜାତ ହେଇଗଲା ଉପଯୁକ୍ତ ବୃଷ୍ଟିପାତ ସମୟରେ ବୀଜଟେ ପଡ଼ିଲେ କିନ୍ତୁ ତତ୍କ୍ଷଣାତ ଅଙ୍କୁରିତ ହୁଏ ଅନୁକୂଳ ବାତାବରଣରେ ଅନୁକୂଳ ବାତାବରଣ ଥିଲା ରୁକ୍ମିଣୀଙ୍କ ଅନ୍ତଃକରଣରେ ଭାବାଙ୍କୁର ଜାତ ହେଇଗଲା ଯେମିତି ଭାବାଙ୍କୁର ଜାତ ହେଇଗଲା ଅନ୍ତଃକରଣରେ ଏତିକି ବେଳକୁ ହେଲା କଣ ନା ଭାଇ ରୁକ୍ମ ଜୋରଗିରି ଆସି ଘରେ କଲା ବେଳା ନା ହେଇପାରିବନି ଯାହାର ଜାତି ନାହିଁ କୂଳ ନାହିଁ ରାଜକୁମାର ନୁହେଁ ରାଜସିଂହାସନ ଜୀବନରେ କେବେ ପାଇବାର ସମ୍ଭାବନା ନାହିଁ ଗୋଟେ ସେନାପତି ଭଳିଆ ଜଣେ ସୈନିକ ରୂପେ ଉଗ୍ରସେନଙ୍କର କାଳଯାପନ କରୁଛି ଆମର ଏତେ ବଡ଼ ପରିବାର ଖୁବ ସୁନାମଧନ୍ୟ ପରିବାର ତା ସହିତ ହବନି ଆଉ ନା ମହାନ ରାଜା ଦମଘୋଷ ନନ୍ଦନ ବହୁ ସୈନ୍ୟର ଅଧିପତି ମହାନ ବୀର ଓ ଯୋଦ୍ଧା କ୍ଷତ୍ରିୟ ଶିରୋମଣି ଶିଶୁପାଳ ସହିତ ବିବାହ ହବ ଯେମିତି ହେଲା ଯୋଉ ଭାବଟା ଉଠୁଥିଲା ତାପରେ ଚାପ ପଡ଼ିଗଲା ଏକଥା ମନେ ରଖନ୍ତୁ ଯେ ଭାବ ଉପରେ ଯଦି ଚାପ ପଡ଼ିଛେ ସେଟା ସେ ଭିତରେ ସେ ବହୁ ଗୁଣିତ ହୋଇ ବଢ଼ିଛେ ବହୁ ଗୁଣିତ ହୋଇ ବଢ଼ିଛେ ଆଉ ଆମର ସମୟ ନାହିଁ ଏଗୁଡ଼ାକ ସବୁ ଆଲୋଚନା କରିବାକୁ ଏମିତି ଅବସ୍ଥାରେ ରୁକ୍ମିଣୀ ରହିଲେ ସେତିକି ବେଳେ ଜଣେ କେହି ବ୍ରାହ୍ମଣ ଆସି ଗୋଟିଏ ରାଜସଭାରେ କୃଷ୍ଣଙ୍କର ରୂପଗୁଣ ସମ୍ବନ୍ଧରେ ବର୍ଣ୍ଣନା କରିଦେଲେ ଅନେକ ଭାଟ ଥାନ୍ତି ସେମାନେ ସବୁ ରାଜପରିବାର ମାନଙ୍କରେ ବୁଲି ବିବିଧ କଥା ସବୁ କହିକରି ରାଜାଙ୍କମାନଙ୍କଠୁ 5 ପଇସା 3 ପଇସା ସଂଗ୍ରହ କରନ୍ତି ଏଇଟା ତାଙ୍କର ବୃତ୍ତି ସେ ଆସିକରି ରାଜସଭାରେ ଭୀଷ୍ମଙ୍କର ରାଜସଭାରେ କିଛି ବର୍ଣ୍ଣନା କଲା ସମସ୍ତେ ବସି ଶୁଣୁଛନ୍ତି ଭଲ କହିପାରିବା ଲୋକ ବାକ୍ଚାତୁରୀ ଅଛି କୃଷ୍ଣଙ୍କର ରୂପ ଓ ଗୁଣ ଯେତେବେଳେ ବର୍ଣ୍ଣନା କରିଦେଲା ଯେମିତି କାନରେ ପଡ଼ିଗଲା ତୁମର ଏଇ ରୂପର କଥା ଶ୍ୟାମ ସୁନ୍ଦର କଣ ହେଲା ତାର ଆଉ ସେ ଘରେ ରହିପାରିଲା କି ବିହଳିତ ହୋଇ ସାଙ୍ଗେ ସାଙ୍ଗେ ଗୋଟିଏ ଚିଠି ଲେଖି ପରମ କୁଳବତୀ ଉଚ୍ଚ କୁଳ ସମ୍ବଦା ଆର୍ଯ୍ୟପଥର କଠୋର ପାଳିକା ତଥାପି ନିଜକୁ ଚ୍ୟୁତ କରି ସେ ପଥରୁ ଲଜ୍ଜା ସଂକୋଚ ସବୁ ପରିତ୍ୟାଗ କରି ଚିଠିଟିଏ ଲେଖିକିରି ପଠେଇଦେଲା ବ୍ରାହ୍ମଣ ହସ୍ତରେ ରାତ୍ରି ପାହିଲେ ଅଧିବାସ ହୋଇବ ମଙ୍ଗଳ ଦିବସ ଶୀଘ୍ର ଆସି ମୋତେ ଉଦ୍ଧାର କର ଶ୍ୟାମ ସୁନ୍ଦର ଯଦି ନ ଆସିବ ତାହେଲେ ନିଶ୍ଚିତ ଭାବରେ ନିଶ୍ଚେତେ ଯିବି ପଞ୍ଚପ୍ରାଣ ସତ୍ୟ କହିଲି ନାରାୟଣ ହେମନ୍ତେ ସତେ ଜନ୍ମ ଯାଏ ପ୍ରାଣତେ ଯିବି ପଦ୍ମ ପାଏ କିଭଳିଆ ଶପଥ ଏମିତି 100 ଜନ୍ମ ପର୍ଯ୍ୟନ୍ତ ଥରେ ପ୍ରାଣ ତ୍ୟାଗ କରିବିନି ତୁମ ପାଇଁ ବୋଲି
जोठी जन्म होती प्राण त्याग करुवी तुमको झुरी झुरी जोठी जन्म होती तुमको झुरी झुरी प्राण त्याग करुवी कि प्रकार भाव जात होती शरीर पर्यंत तुच्छ हो जाइए धन संपद भोग विलास आय अलंकार कथार छाड़ शरीर पर्यंत तुच्छ हो जाइए रुक्मिणींकर जदि श्याम सुंदर को पाइबी तो पाइबी श्रीकृष्ण को न पाइले देह पर्यंत त्याग करी गोटे थर नुहे एमंते 100 जन्म जाए 100 जन्म पर्यंत प्राण त्याग करुवे कहीं भावना आसला श्याम सुंदर तुम रूप कथा कानरे खाली टिके शुणी देइथिले भावजात हो जाइथिला तो सेटा भावना जोग बसीगला कान बाटे भावना जोग बसला जहां अनुभव होला चिठी रे लिखि देइचंदी स्पष्ट भाव रे श्रुत्वा गुणान भुवन सुंदर सुन्नतान्ते निर्विश्य कर्ण विवरे स्वरतंगतापम ए श्लोक पर आमर बहुत आलोचना होता से पर मन पड़ुची गोटे श्लोक उपर बहुत आलोचना कहीं निर्विश्य कर्ण विवरे प्रवेश नुह निर्वेश श्रुत्वा गुणान भुवन सुंदर कौन बोली संबोधन करछंदी भुवन सुंदर लीलाटी आम जगन्नाथ प्रतिवर्ष पालन होती एडे बड़ लीला ये भुवन सुंदर तुमर रूपर मादकता शुणी नहीं मो कृष्ण भुवन सुंदर शुणिना रूप गुण तोरा लज्जापेक्षी तो चरण पशिली अभय शरण जगन्नाथ दासर अनुवाद श्याम सुंदर तुमर कलनाद वेणु मूर्छना सांग को परम सहायक ये चमत्कारकारी रूप महामाधुर्यमय लावण्य पूरक ये रूप देखी कहा स्त्री प्राकृत अप्राकृत जगत रे किए से धैर्य धरी रह निजर कूल मर्यादा वेदपथ धर्मपथ परित्याग करी तुम पछरे पागल भी ही दौड़बनी किए से अच्छी एमती धैर्यवती रमणीटीए कास्त्र्यंगते कलपदायत मूर्छिते न सम्मोहितार्ज चरितान्न चले तत्र लोक्यम त्रैलोक्य सौभगमिदं च निरीक्ष्य रूपं जत गोद्विज द्रुम मृगा पुलकान्य बिभ्रान् प्रियतम छाड़ देवी मानुषी किन्नरी एमान कथा छाड़ गो वृष जत गो गाई बाछुरी वृषभ प्रभृति तुम्हें तले हसी हसी दौड़ी जाइकरी बाछुरीटी ऊपर लपटी पड़ तम श्रीअंग स्पर्श मात्रे ता रूम गुड़िक टांकी ही जाए कान ठिया ठिया हो जाए लांज लंबई दिए आस्ते बाछुरी तुम पेट उपरकू कि पिठी उपरकू मुंड पकई दे आराम राखे बुझी शु पड़े कौन सी अनुभव करे से तौले ता अंतःकरण में बाछुरीटर कौन अनुभव होची तब रूपर तार तो रूप ज्ञान नहीं गुरुटार रूप ज्ञान अच्छी कि षंडुटे बाहा हवा कि सुंदरी गाई असुंदरी गाई काली गाई गोरी गाई खोजुची कि तार तो रूप ज्ञान नहीं तथापि से रूप कि चमत्कारिता अच्छी जे स्पर्श मात्रे तुम्हें दौड़ी दौड़ी जाई जिते गोटे गाई उपर पेटे पड़ से शीतकार उठे से गाईटीर चक्षुर स्नेहसुर धार धार बही जाए निज छुआ को चेटला भाया तुमको चाटी पके से स्नेह
କେଥର ବର୍ଣ୍ଣନା ଆସୁଛି। ଏଗୁଡାକରୁ ପରା ଗାଈମାନେ ଅନୁଭବ କରିଥିଲେ ଏଉଟି ମୋ ପେଟରେ ବାଛୁରୀ ହେଇ ଜନ୍ମ ହୋଇଥାନ୍ତା କି ନାଇଁ, ଆସିନି। ଅଘାସୁର ଉଦ୍ଧାର ପ୍ରସଙ୍ଗରେ ସେଟା ଆସୁଛି। ଗାଈମାନେ, ସବୁ ଗାଈମାନେ ଯାହାକୁ ଭଗବାନ ଛୁଇଁଛନ୍ତି କୃଷ୍ଣ, ସେ କଣ ତାର ଅନ୍ତଃକରଣର ଅନୁଭବ ହଉଛି ଯେ ସବୁବେଳେ ଝୁରି ହଉଛି ଏଉଟି ଯଶୋଦାର ପିଲା ହେଇଗଲା, ମୋ ବାଛୁରୀ ହେଇଥାନ୍ତା କି। ବାତ୍ସଲ୍ୟ ଭାବ, ସେମାନଙ୍କର ତ ମଧୁର ଭାବ ନାହିଁ କି ଦାସ୍ୟ ଭାବ ନାହିଁ, ବାତ୍ସଲ୍ୟ ଭାବ। ମୋ ପେଟରେ ବାଛୁରୀ ହେଇକରି ହେଲେ ଜନ୍ମ ହୋଇଥାନ୍ତା। ଆଉ ଭଗବାନ ତାର ଆଶା ପୂରଣ କରିଛନ୍ତି। ଗୋଟାଏ ବର୍ଷ କାଳ ତାର ବାଛୁରୀ ହେଇକରି ସ୍ତନ୍ୟପାନ କରିଛନ୍ତି, କ୍ଷୀର ପାନ କରିଛନ୍ତି। ବର୍ଣ୍ଣନା ଅଛି ଅଘାସୁର ପ୍ରସଙ୍ଗରେ। ଗୋ ଦ୍ୱିଜ ଶ୍ୟାମ ସୁନ୍ଦର ପକ୍ଷୀ ଗୁଡିକ ଯାଉ ତ ଗୋ ଦ୍ୱିଜ, ଦ୍ୱିଜ କହିଲେ ପକ୍ଷୀ। ଦୁଇଥର ଯିଏ ଜାତ ହୁଏ ତାକୁ ଦ୍ୱିଜ କହନ୍ତି। ବ୍ରାହ୍ମଣ ମାନେ ଦୁଇଥର ଜନ୍ମ ହୁଅନ୍ତି ବୋଲି ଆମେ ତାଙ୍କୁ ଦ୍ୱିଜ କହୁଛେ। ଦାନ୍ତ ଦୁଇଥର ଜନ୍ମ ହୋଇଗଲେ ନାଇଁ କି, 7-8 ମାସରେ ଥରେ ପଡିଯିବ ନା 7 ମାସରେ 8 ମାସରେ ଉଠିବ। ପ୍ରଥମେ ଉଠିବ ବୋଧେ, ତାପରେ ପଡିବ କେତେବେଳେ 6-7 ବର୍ଷରେ ପଡିଯିବ, ପଡିକିରି ଆଉ ଗୋଟେ ଦାନ୍ତ ଉଠିବ। ସେଥିପାଇଁ ୟା ନାଁ ହଉଛି ଦ୍ୱିଜ, ଦୁଇଥର ଜାତ ହୁଏ ବୋଲି। ଆଉ ପକ୍ଷୀ ମାନଙ୍କର ନାମ ହଉଛି ଦ୍ୱିଜ। ଅଣ୍ଡା ରୂପେ ଥରେ ଜନ୍ମ ହୁଅନ୍ତି, ଅଣ୍ଡା ଭିତରୁ ଶାବକ ରୂପେ ଥରେ ଜନ୍ମ ହୁଅନ୍ତି। ଦିଥର ଜନ୍ମ ହୁଅନ୍ତି ବୋଲି ତାଙ୍କ ନାଁ ମଧ୍ୟ ଦ୍ୱିଜ। ଆକାଶର ପକ୍ଷୀ ଗୁଡିକ ତୁମେ ଯେତେବେଳେ ବୃନ୍ଦାବନ ଭୂମିରେ ପଳେଇ ଯାଉଥାଅ, ସେମାନେ ଆହାର ବିହାର ସବୁ ଛାଡ଼ିଦେଇ ତୁମ ସାଥିରେ ଗଛକୁ ଗଛ, ଗଛକୁ ଗଛ, ଗଛକୁ ଗଛ ଡେଇଁ ଡେଇଁ ଚାଲିଥାନ୍ତି। ତମେ ଯୁଆଡ଼େ ଯାଅ ବୃନ୍ଦାବନ ଭିତରେ ପକ୍ଷୀ କୂଳ ବୃକ୍ଷ ଡାଳରେ ତୁମ ସାଥିରେ ଚାଲିଥାନ୍ତି ଉପରେ। ଗୋ ଦ୍ୱିଜ ଖାଲି ପ୍ରାଣଧାରୀ ଗୋ ଦ୍ୱିଜ ନୁହଁ, ଶ୍ୟାମ ସୁନ୍ଦର ଦ୍ରୁମ। ରାସ୍ତାରେ ଯାଉ ଯାଉ ବୃନ୍ଦାବନର ଅରଣ୍ୟ ଭିତରେ କୌଣସି ଗଛର ଡାଳଟିଏ ଯଦି ବାଟକୁ ପଳେଇ ଆସିଛି, ଡାଳଟିକି ତମେ ଆଡ଼େଇ ଦେଇକରି ପଳେଇଲ, ତୁମ ସ୍ପର୍ଶ ମାତ୍ରେ ସେ ବୃକ୍ଷଟିରେ ତାର ପାଦ ଠାରୁ ମସ୍ତକ ପର୍ଯ୍ୟନ୍ତ ସର୍ବତ୍ର କଳିକା ଅଙ୍କୁରିତ ହେଇଯାଏ। ଚମକି ଉଠେ ସେ ଗଛଟି, ସାଙ୍ଗେ ସାଙ୍ଗେ ତା ଦେହରେ କଳି ଫୁଟିଗଲା। କୌଣସି ଲତାରୁ କୁସୁମ ଚୟନ କରିବା ପାଇଁ ହାତ ବଢେଇକିରି ଯଦି ଫୁଲଟିଏ ତୋଳିଛ, ସେ ଲତାର ଡାଳକୁ ଟାଣି ଆଣିଲ, ଲତାଟି ସାଙ୍ଗେ ସାଙ୍ଗେ ସର୍ବାଙ୍ଗରେ ଫୁଲ ଫୁଟି ଉଠେ। ଏଗୁଡ଼ା ଆମେ ଦେଖିନୁ ସବୁବେଳେ। ତୁମ ସ୍ପର୍ଶର କି ଚାତୁରୀ ଅଛି, ତୁମ ରୂପର କି ଚାତୁରୀ ଅଛି। ଯେମିତି ଇଲେକ୍ଟ୍ରିକ ସକ୍ ଟିକେ ବାଜିଗଲେ ସର୍ବାଙ୍ଗରେ ଗୋଟେ ଶୀତକାର ଜାତ ହଉଛି, ସେମିତି ଭଗବାନଙ୍କର ଶରୀର ସ୍ପର୍ଶ ମାତ୍ରେ ଏକ ଅନିର୍ବାଚନୀୟ ଆନନ୍ଦ ସର୍ବାଙ୍ଗରେ ଜାତ ହୁଏ। ଶ୍ୟାମ ସୁନ୍ଦର ଏଭଳିଆ ତୁମେ କା ସ୍ତ୍ରୀ, ତମର ଏଇ ମହାନ ପ୍ରଭାବକୁ ଏଡେଇ କେଉଁ ସ୍ତ୍ରୀରମଣୀୟ ବା ନିଜର ଧୈର୍ଯ୍ୟ ଧାରଣ ପୂର୍ବକ ନିଜର ମର୍ଯ୍ୟାଦା ଓ ଆର୍ଯ୍ୟପଥ ରକ୍ଷା କରିପାରିବ? ସମ୍ଭବ ନୁହେଁ। ଭଗବାନଙ୍କର ଏ ସମସ୍ତ କଥା ଶୁଣିଲା ପରେ ତାଙ୍କର ପ୍ରଶ୍ନ ଗୁଡ଼ିକ ଶୁଣି ଯୁଥେଶ୍ୱରୀ ଗଣ ମୁଖ୍ୟ ମୁଖ୍ୟ ଗୋପିକା, ଯେଉଁମାନେ ଯୁଥେଶ୍ୱରୀ ଦଳର ଅଧିପତି, ପରସ୍ପର କଥା ହେଲେ। ସଖୀ, ଇଏ କି ପ୍ରକାର କଥା? ସେମାନଙ୍କ ମୁହଁରେ ଟିକେ ଟିକେ ହସ ଫୁଟି ଉଠିଲା। ଏକ ପ୍ରକାର ସେମାନେ ଜାଣିଗଲେ ଯେ ଶ୍ୟାମ ସୁନ୍ଦର ଆମକୁ ପ୍ରକୃତରେ ପ୍ରତ୍ୟାଖ୍ୟାନ କରୁନାହାନ୍ତି, ତାଙ୍କ ଅନ୍ତର୍ଗତରେ ଆମ ପ୍ରତି ଗଭୀର ପ୍ରୀତି ରହିଛି। ଇଏ ଗୋଟେ ଛଳନା ମାତ୍ର, ଆମକୁ ଚମକେଇକିରି ଡରେଇକିରି ଏତିକି କନ୍ଦେଇଲେ, ଏତିକି ଅବସ୍ଥା କଲେ, ତଥାପି ସନ୍ଦେହ ମୁକ୍ତ ହୋଇପାରୁନାହାନ୍ତି। ସନ୍ଦେହ ମୁକ୍ତ ହେବା ନିମନ୍ତେ ଗୋପାଙ୍ଗନା ମାନଙ୍କର ଶେଷ ଶ୍ଲୋକ, ଅନ୍ତିମ ଶ୍ଲୋକ, ଆଉ ଗୋଟିଏ ଶ୍ଲୋକ ରହିଲା। ଏ ଶ୍ଲୋକଟି ଆସନ୍ତାକାଲି ଆଲୋଚନା କରିବା। 7:30 ହେଇଗଲା ସମୟ ଠିକ୍। ଏତିକିରେ ଆଜି ଭାଗବତ ବିଶ୍ରାମ।